ନମସ୍କାର, ଜୟ ଜଗନ୍ନାଥ। ଆଜିର ଏହି ଭିଡ଼ିଓରେ ମୁଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଶିଶୁ ଦିବସ ଉପଲକ୍ଷେ ଭାଷଣଟିଏ ନେଇ ଆସିଛି। ତେବେ ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିନେବା। ସମ୍ମାନନୀୟ ପ୍ରଧାନ ଶିକ୍ଷକ ମହୋଦୟ, ଆଦରଣୀୟ ଅତିଥିବୃନ୍ଦ, ପ୍ରିୟର ସହକର୍ମୀବୃନ୍ଦ ଏବଂ ମୋର ପ୍ରିୟ ଛାତ୍ରଛାତ୍ରୀଗଣ, ସମସ୍ତଙ୍କୁ ଶିଶୁ ଦିବସର ଶୁଭେଚ୍ଛା ଓ ଶୁଭକାମନା। ଆଜିର ଏହି ପବିତ୍ର ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ତତ୍ ସହିତ ଯାହାଙ୍କ ପାଇଁ ଆଜିର ଏହି ଦିନଟି ସୃଷ୍ଟି, ସର୍ବପ୍ରଥମେ ମୁଁ ସେହି ମହାପୁରୁଷ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପାଦପଦ୍ମରେ ଭକ୍ତିପୂତ ପ୍ରଣାମ ଜଣାଉଛି। ପଣ୍ଡିତ ନେହେରୁଙ୍କ ଜୟନ୍ତୀ ପାଳନ କରାଯିବା କଥା ଯେତେବେଳେ କୁହାଗଲା, ସେ ସେତେବେଳେ ତାଙ୍କର ଜୟନ୍ତୀକୁ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ କହିଲେ। ଏହି ଦିବସରେ ତାଙ୍କର ଜୟନ୍ତୀ ବଦଳରେ ଯଦି ଶିଶୁମାନଙ୍କର ଉଦ୍ଦେଶ୍ୟରେ କିଛି ଚିନ୍ତା କରାଯାଇପାରେ, ତାହା ବଡ଼ କଥା ହେବ ବୋଲି ସେ କହିଲେ। ତେଣୁ ତାଙ୍କର ଜନ୍ମତିଥିକୁ ଶିଶୁ ଦିବସ ରୂପେ ନାମିତ କରାଗଲା। ପଣ୍ଡିତ ଜବାହରଲାଲ ନେହେରୁ 1889 ମସିହା ନଭେମ୍ବର ମାସ 14 ତାରିଖରେ ଆହ୍ଲାବାଦଠାରେ ଜନ୍ମ ହୋଇଥିଲେ। ପିତା ପଣ୍ଡିତ ମୋତିଲାଲ ନେହେରୁ ଓ ମାତା ସ୍ୱରୂପାରାଣୀଙ୍କ ସନ୍ତାନ ଭାବେ ସେ ଆନନ୍ଦ ଭବନରେ ଲାଳିତ ପାଳିତ ହୋଇଥିଲେ। ପିଲାମାନଙ୍କ ପ୍ରତି ତାଙ୍କର ପ୍ରବଳ ଭଲ ପାଇବା ଥିଲା। ସେ ବିଶ୍ୱାସ କରୁଥିଲେ ଯେ ଆମ ଦେଶର ଭବିଷ୍ୟତ ଏବଂ ବିକାଶ ଯୁବପିଢ଼ି ଉପରେ ନିର୍ଭର କରେ। ସେ ସର୍ବଦା କହୁଥିଲେ, ଆଜିର ଶିଶୁ କାଲିର ଭବିଷ୍ୟତ। ଭାରତ ସ୍ୱାଧୀନ ଲାଭ କଲା ପରେ ପଣ୍ଡିତ ନେହେରୁ ହୋଇଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ। ସେ ଶିଶୁମାନଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ। ଶିଶୁମାନେ ହେଉଛନ୍ତି ସରଳ, କୋମଳ, ନିଷ୍ପାପ ଫୁଲକଢ଼ି ପରି। ତାଙ୍କ ଗାଡ଼ି ଧକ୍କାରେ ନିହତ ଗୋଲାପ ନାମକ ଶିଶୁ ପାଇଁ ସ୍ମୃତିର ସ୍ମାରକୀ ରୂପେ ସାରା ଜୀବନ ସେ ନିଜ ପୋଷାକରେ ଧାରଣ କଲେ ଗୋଲାପ ଫୁଲଟିଏ। ସେ ଶିଶୁମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନଥିଲେ, ସେ ଥିଲେ ଶିଶୁମାନଙ୍କର ଅତି ପ୍ରିୟ ଚାଚା ନେହେରୁ। 1954 ମସିହାର କଥା। ହଠାତ୍ ଚାଚା ଅନ୍ତର୍ଦ୍ଧାନ ହୋଇଗଲେ। ସମସ୍ତେ ବ୍ୟସ୍ତରେ ଖୋଜିବାକୁ ଲାଗିଲେ ଓ ଦେଖିଲେ ଚାଚା ପିଲାଙ୍କ ସାଙ୍ଗରେ ପାର୍କରେ ଖେଳୁଛନ୍ତି। ଶିଶୁମାନେ ହେଉଛନ୍ତି ଦେଶର ପ୍ରଗତି ଓ ଶକ୍ତି। ଦେଶର ସାମଗ୍ରିକ ବିକାଶ ସୁସ୍ଥ ଶିଶୁମାନଙ୍କ ଉପରେ ନିର୍ଭରଶୀଳ। ସୁତରାଂ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି କରିବା ଜାତିର ପରମ କର୍ତ୍ତବ୍ୟ। ସେମାନଙ୍କ ପ୍ରତି ଅବହେଳା ଅକ୍ଷମଣୀୟ ଅପରାଧ। ତେଣୁ ସେମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଯେମିତି ସେ ଜଣେ ଧନୀ ପରିବାରରେ ଜନ୍ମ ହୋଇ ମଧ୍ୟ ଭାରତ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ସେ ଚାହିଁଥିଲେ ବ୍ରିଟିଶ ସରକାରଙ୍କ ସହ ହାତ ମିଳାଇ ଏକ ଉଚ୍ଚ ପଦବୀ ପାଇପାରିଥାନ୍ତେ। କିନ୍ତୁ ସେ ବିଳାସମୟ ଜୀବନ ଛାଡ଼ି ମହାତ୍ମା ଗାନ୍ଧୀଙ୍କ ସହ ଭାରତୀୟ ଜାତୀୟ ଆନ୍ଦୋଳନରେ ଯୋଗ ଦେବାକୁ ସ୍ଥିର କଲେ ଏବଂ ବହୁବାର ଜେଲ୍ ଦଣ୍ଡ ଭୋଗିଥିଲେ। ଯୁବକ ଅବସ୍ଥାରେ କଷ୍ଟ ସହି ଏପରି କାର୍ଯ୍ୟ କଲେ ଯେ ଭାରତବାସୀଙ୍କ ପାଖରେ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିଗଲେ। ପିଲାମାନେ, ଏଥିରୁ ଆମେ କ'ଣ ଶିଖିଲେ? ଜଣେ ବିଳାସମୟ ଜୀବନଶୈଳୀ କାହିଁକି ଅନୁସରଣ କରିବା ଉଚିତ ନୁହେଁ? କାରଣ ଏହା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ବଞ୍ଚିଥାଏ। ବରଂ ସରଳ ଜୀବନ ଆପଣଙ୍କୁ ଏକ ସଫଳ ଏବଂ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ହାସଲ କରିବାରେ ସାହାଯ୍ୟ କରେ। ତେଣୁ ଏଠାରେ ଉପସ୍ଥିତ ପ୍ରତ୍ୟେକ ଶିଶୁ ଏପରି ଏକ ଉପଯୁକ୍ତ ରାସ୍ତା ବାଛିବା ଉଚିତ, ଯାହା ଆମ ଦେଶକୁ ଗୌରବାନ୍ୱିତ କରିବା ସହ ଆଗାମୀ ଭବିଷ୍ୟତ ପାଇଁ ନିଜର ଏକ ପରିଚୟ ସୃଷ୍ଟି କରିପାରିବ। କିନ୍ତୁ ଦୁଃଖ ପରିତାପର ବିଷୟ, ତୁମ ପରି ପିଲାମାନେ ଆଜି ଭଲ ପାଇବାଠାରୁ ବହୁ ଦୂରରେ। ଯେଉଁମାନେ ଦେଶର ଭବିଷ୍ୟତ, ସେମାନେ ଆଜି ଅବହେଳିତ। ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସମସ୍ୟା ଭିତରେ ଜର୍ଜରିତ। ଏମିତି ବି ଶିଶୁ ଅଛନ୍ତି ଯେଉଁମାନେ ଆଜି ଦୁଇ ଓଳି ଖାଇବାକୁ ନ ପାଇ ଉପାସ ରହୁଛନ୍ତି, ନଚେତ୍ ଅବାଟକୁ ଯାଉଛନ୍ତି। ଶିଶୁଙ୍କ ସହ ଅପରାଧ ତୀବ୍ର ଗତିରେ ବଢ଼ିବାରେ ଲାଗିଛି। ସେପଟେ ଆଜିକାଲିର ଅନଲାଇନ୍ ଯୁଗରେ ଅନେକ ଶିଶୁ ପଥଭ୍ରଷ୍ଟ ମଧ୍ୟ ହେଉଛନ୍ତି। ଏହି ବୟସରେ ସେମାନଙ୍କୁ ଅଧିକରୁ ଅଧିକ ସମୟ ନିଜ ପରିବାର ସହ ବିତେଇବାର ଆବଶ୍ୟକତା ରହିଛି। କିନ୍ତୁ ସେମାନେ ନିଜ ସମୟ ଇଣ୍ଟରନେଟ୍ ଏବଂ ମୋବାଇଲ ଫୋନ୍ ସହ ବିତାଇବା ପସନ୍ଦ କରୁଛନ୍ତି, ଯାହାଦ୍ୱାରା ସେମାନଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖାଦେଉଛି। ତେବେ ଏଥିରୁ ଶିଶୁକୁ ରକ୍ଷା କରିବା ପାଇଁ ପରିବାରବର୍ଗଙ୍କୁ ନିଜ ପିଲାଙ୍କ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେଣୁ ଆଜିର ଦିନରେ ମୁଁ ତୁମମାନଙ୍କୁ ଏତିକି କହିବି, ଜୀବନରେ ଯିଏ ଯାହା ବି କର, କିନ୍ତୁ ଯଦି କେବେ ସୁଯୋଗ ମିଳେ ଏପରି ପିଲାମାନଙ୍କୁ ନିଶ୍ଚୟ ସାହାଯ୍ୟ କରିବ, ଯାହାଦ୍ୱାରା ଆମର ପ୍ରିୟ ଚାଚା ନେହେରୁଙ୍କ ସ୍ୱପ୍ନ ପୂରଣ ହୋଇପାରିବ। ଶେଷରେ ନେହେରୁଙ୍କର ଆତ୍ମୀୟ କବିତାରୁ ପଦେ ଗାନ କରି ମୋର ବକ୍ତବ୍ୟ ଶେଷ କରୁଛି। ଆଗରେ ପଡ଼ିଛି ପଥ ବହୁଦୂର, ଆହୁରି କେତେ ଯେ ବାକି, ଚାଲିବି ଚାଲିବି ନ ପଡ଼ିବି ଥକି, ବୁଜିବା ଆଗରୁ ଆଖି।
ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିଥିବ। ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ ଏବଂ ବେଲ୍ ଆଇକନ୍କୁ ପ୍ରେସ୍ କରିନେବେ। ଧନ୍ୟବାଦ।